ସୁନ୍ଦରୀ ସ୍ତ୍ରୀର ମୋବାଇଲ ଭିତରେ ଏମିତି କିଛି ଭିଡ଼ିଓ ସ୍ୱାମୀ ଦେଖିଥିଲା, ଯାହାକୁ ନେଇ ସ୍ୱାମୀର ପାଦ ତଳୁ ମାଟି ଖସି ଯାଇଥିଲା। ସବୁବେଳେ ନିଜ ବିଜନେସ୍ ପାଇଁ ବାହାରକୁ ଯାଉଥିଲା ସ୍ୱାମୀ, ଆଉ ଏପଟେ ଏହି ସୁନ୍ଦରୀ ସ୍ତ୍ରୀଟା ନିଜ ପୁତୁରା ସହିତ ରାତି କାଟୁଥିଲା। ସବୁଦିନ ପୁତୁରା ସହିତ ରାସଲୀଳା କରୁଥିବା ଖୁଡ଼ି ସେଦିନ କିନ୍ତୁ ଧରା ପଡ଼ିଯାଇଥିଲା। ସ୍ତ୍ରୀର ମୋବାଇଲ ଭିତରେ ଥିବା ଭିଡ଼ିଓ ସବୁକିଛି ଧରା ପକାଇ ଦେଇଥିଲା। ଆଉ ସ୍ୱାମୀ ସେସବୁ ଦେଖିଲା ପରେ ମୁଣ୍ଡଟା ଚକ୍କର ଖାଇଯାଇଥିଲା। କ'ଣ ଥିଲା ସେ ଭିଡ଼ିଓ? କେମିତି ଧରା ପଡ଼ିଲା ଖୁଡ଼ି ପୁତୁରାର ସେ ଅନୈତିକ ସମ୍ପର୍କ? ଆସନ୍ତୁ ଜାଣିବା ପୁରା କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। 2015 ମସିହାରେ ଧୀରେନ୍ଦ୍ର ବାହାଘର ପାଇଁ କନ୍ୟା ଦେଖିବାକୁ ଯାଇ ରୀନାକୁ ପସନ୍ଦ କରିଥିଲା। ଧୀରେନ୍ଦ୍ର ଭଲ ବିଜନେସ୍ କରୁଥିଲା, ଅନେକ ଟଙ୍କା ବି ରୋଜଗାର କରୁଥିଲା। ଏପଟେ ରୀନା ବି ଦେଖିବାକୁ ଖୁବ୍ ସୁନ୍ଦରଟେ ଥିଲା। ପ୍ରଥମ ଦେଖାରେ ଧୀରେନ୍ଦ୍ର ରୀନାକୁ ପସନ୍ଦ କରିସାରିଥିଲା, ଆଉ ବାହାଘର ବି ଫାଇନାଲ୍ ହୋଇଯାଇଥିଲା। ବାଜା ବାଣ ରୋଷଣୀରେ ବାହାରି ପଡ଼ିଲା ରୀନାକୁ 7 ଜନ୍ମର ସାଥୀ କରିବାକୁ। ଧୁମଧାମରେ ବାହାଘର ହେଲା, ଆଉ ଉଭୟ ଧୀରେନ୍ଦ୍ର ଓ ରୀନାଙ୍କ ହସ ଖୁସିର ସଂସାରଟା ଆଗକୁ ବଢ଼ି ଚାଲିଲା। ଧୀରେନ୍ଦ୍ର ନିଜ ବିଜନେସ୍ ପାଇଁ ଅନେକ ସମୟ ବାହାରେ ରହିବାକୁ ପଡ଼ୁଥିଲା, ଅନେକ ସମୟରେ ରାତିରେ ବି ଫେରୁନଥିଲା। ଏପଟେ ସୁନ୍ଦରୀ ସ୍ତ୍ରୀ ରୀନା ନିଜ ଦେହର ଭୋକ ମେଣ୍ଟାଇବାକୁ ଆଉଟ ପାଉଟ ହେଉଥିଲା ବେଳେ ସାମ୍ନାକୁ ଆସିଥିଲା ସେହି ପୁତୁରାର ଚେହେରା। ରୀନା ଖୁଡ଼ି ବୋଲି ନିଜକୁ ଭୁଲି ଯାଇଥିଲା। ନିଜ ଦେହରେ ଲାଗିଥିବା ନିଆଁକୁ ଶାନ୍ତ କରିବାକୁ ପୁତୁରା ସହ ମିଶିବାକୁ ଲାଗିଲା। ତା ଅଜାଗାରେ ଜାଣି ଜାଣି ହାତ ମାରିବାକୁ ଲାଗିଲା। ପୁତୁରା ସହିତ ସମ୍ପର୍କ ରଖିବାକୁ ଯାହା ଦରକାର ସେ ନ ଜାଣିଲା ଭଳି ସବୁକିଛି କରିଚାଲିଲା। ଶେଷରେ ପୁତୁରା ବି ନିଜକୁ ସମ୍ଭାଳି ପାରିଲାନି, ଆଉ ଖୁଡ଼ି ପୁତୁରା ନିଜ ସମ୍ପର୍କକୁ ଭୁଲି ଦେହର ଲାଗିଥିବା ସେ କାମନାର ନିଆଁକୁ ଲିଭେଇ ଚାଲିଥିଲେ। ଯେଉଁ ବେଡ୍ ଉପରେ ରୀନା ଧୀରେନ୍ଦ୍ର ସହିତ ନିଜର ପ୍ରଥମ ରାତି କାଟିଥିଲା, ସେହି ବେଡ୍ ଉପରେ ରୀନା ନିଜ ପୁତୁରା ସହିତ ସବୁଦିନ ନିଜ କାମନାକୁ ଚରିତ୍ରାର୍ଥ କରୁଥିଲା। ଆଉ ସେହି ମୁହୂର୍ତ୍ତର ଭିଡ଼ିଓ କରି ମୋବାଇଲର ଗ୍ୟାଲେରୀ ଭିତରେ ଗୋଟେ ଫାଇଲ୍ କରି ରଖୁଥିଲା। ସବୁଦିନ କ'ଣ ଚୋର ଘର ଅନ୍ଧାର ରହିବ? ଦିନେ ସ୍ୱାମୀ ଧୀରେନ୍ଦ୍ର ସ୍ତ୍ରୀର ମୋବାଇଲ ଖେଳଉ ଖେଳଉ ସେହି ଖୁଡ଼ି ପୁତୁରାଙ୍କ ରାସଲୀଳାର ଭିଡ଼ିଓ ଦେଖିଦେଇଥିଲା। ଆଉ ସ୍ତ୍ରୀ ରୀନାକୁ ଡାକି ସବୁ କଥା ପଚାରିଥିଲା। ରୀନା କାନ୍ଦି କାନ୍ଦି ନିଜ ଭୁଲକୁ ସ୍ୱୀକାର କରିଥିଲା, ଆଉ ଆଗକୁ ଏମିତି ଭୁଲ ହେବନି ବୋଲି ଗୋଡ଼ ତଳେ ପଡ଼ି କ୍ଷମା ବି ମାଗିଥିଲା। ସ୍ତ୍ରୀ ରୀନା କଥାରେ ବିଶ୍ୱାସ କରି ଧୀରେନ୍ଦ୍ର ରୀନାକୁ କ୍ଷମା କରିଦେଇଥିଲା, ଆଉ ଆଗକୁ ପୁଣି ଥରେ ହସ ଖୁସିର ସଂସାର ଗାଡ଼ିଟା ଆଗକୁ ବଢ଼ାଇବାକୁ କଥା ଦେଇଥିଲା। ହେଲେ ପୁତୁରା ପ୍ରେମରେ ପାଗଳିଥିବା ଖୁଡ଼ି ମନ ଭିତରେ କିଛି ଅଲଗା କଥା ଲୁଚି ରହିଥିଲା। ପୁତୁରାକୁ ପାଇବାକୁ ଖୁଡ଼ି ରଚିଥିଲା ଆଉ ଏକ ନୂଆ ଯୋଜନା। ଆଉ ସେହି ଯୋଜନା ଅନୁସାରେ ଖୁଡ଼ି ପୁତୁରା ଆଉ ପୁତୁରାର ଜଣେ ସାଙ୍ଗ ମିଶି ରାତିରେ ଧୀରେନ୍ଦ୍ରକୁ ମାରିବାକୁ ବେଡ୍ରୁମ୍ରେ ପଶିଲେ। ଆଉ ଧୀରେନ୍ଦ୍ର ନିଘୋଡ଼ ନିଦରେ ଶୋଇଥିଲା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେହି ରାତିରେ ଜଙ୍ଗଲ ଭିତରେ ନେଇ ଶବକୁ ପକାଇ ଦେଇଥିଲେ। ଜଙ୍ଗଲ ଭିତରକୁ ଗାଈ ଚରାଇବାକୁ ଯାଇଥିବା ଜଣେ ଲୋକ ସେହି ଶବକୁ ଦେଖି ପୋଲିସକୁ ଖବର ଦେଇଥିଲା। ପୋଲିସ ତଦନ୍ତ କଲାପରେ ଜାଣିବାକୁ ପାଇଥିଲା ସେ ଧୀରେନ୍ଦ୍ର ବୋଲି। ଆଉ ପୋଲିସ ଧୀରେନ୍ଦ୍ରର ସ୍ତ୍ରୀକୁ ଏ ବିଷୟରେ ପଚରାଉଚରା କଲାବେଳେ ତା କଥାରୁ ସନ୍ଦେହ ହେବାରୁ ମୋବାଇଲ ଜବତ କରି ଥାନାକୁ ନେଇଥିଲା। ଆଉ ରୀନା ଶେଷରେ ସବୁ ମାନି ଯାଇଥିଲା। ପୋଲିସ ଖୁଡ଼ି ପୁତୁରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ଆପଣ କହିଲେ, ଜଣେ ସ୍ୱାମୀ ନିଜ ପରିବାରକୁ ଖୁସିରେ ରଖିବାକୁ କେତେ କଷ୍ଟ କରୁଛି। ଟଙ୍କା ରୋଜଗାର କରିବାକୁ ପରିବାର ଛାଡ଼ି ବାହାରେ ରହିବାକୁ ପଡ଼ୁଛି। କିନ୍ତୁ ଏଇଭଳି ସ୍ତ୍ରୀମାନଙ୍କ ପାଇଁ ଆଜି ସବୁ ସ୍ତ୍ରୀଙ୍କ ଉପରୁ ଯେମିତି ବିଶ୍ୱାସ ତୁଟି ଯାଉଛି। ନିଜ ସ୍ତ୍ରୀକୁ ଛାଡ଼ି ବାହାରକୁ ଗଲେ ଗୋଟେ ସ୍ୱାମୀକୁ କେତେ କଥା ଭାବିବାକୁ ପଡ଼ୁଛି। ଏମିତି କ'ଣ ଦୁନିଆ ଚାଲେ ଆଜ୍ଞା? କିନ୍ତୁ ଏଇଭଳି ସ୍ତ୍ରୀମାନଙ୍କୁ ଯଦି ଉଚିତ ଦଣ୍ଡ ନ ମିଳେ, ସବୁ ପୁରୁଷମାନେ ନିଜ ସ୍ତ୍ରୀଙ୍କ ଉପରେ ଭରସା କରିବା ଛାଡ଼ିଦେବେନି ଆଜ୍ଞା? ଆପଣ ନିଜେ କୁହନ୍ତୁ, ଏଇଭଳି ସ୍ତ୍ରୀକୁ କେମିତି ଦଣ୍ଡ ମିଳିବା ଦରକାର? ଉତ୍ତର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।